ଜାଣିଛ ଦୁନିଆର ସବୁଠୁ ବଡ଼ କଷ୍ଟ କ'ଣ? କାହାକୁ ହରେଇ ଦେବା ନୁହେଁ, ବରଂ ଜଣକ ସହ ରହି ମଧ୍ୟ ତା ପାଖରେ ନିଜକୁ ଏକୁଟିଆ ଅନୁଭବ କରିବା। ତୁମେ ତାକୁ ନିଜର ସବୁକିଛି ମାନିଛ, କିନ୍ତୁ ସେ ତୁମକୁ ଗୋଟିଏ ଅପସନ୍ ବୋଲି ଭାବୁଛି। ଆଜିର ଏହି ଭିଡ଼ିଓଟି ତୁମକୁ କନ୍ଦେଇବା ପାଇଁ ନୁହେଁ, ବରଂ ତୁମ ଆଖିରୁ ପଟି ଖୋଲିବା ପାଇଁ। ଜଣେ ବହୁତ ବଡ଼ ଚିତ୍ରକର ଥିଲେ। ସେ ସାରା ଦୁନିଆ ପାଇଁ ପ୍ରକୃତିର ସୁନ୍ଦର ସୁନ୍ଦର ଚିତ୍ର ତିଆରି କରୁଥିଲେ। ସେ ନିଜ ପତ୍ନୀଙ୍କୁ ସବୁଠାରୁ ଅଧିକ ଭଲ ପାଉଥିଲେ। ଦୁର୍ଭାଗ୍ୟବଶତଃ ଗୋଟିଏ ଦୁର୍ଘଟଣାରେ ଚିତ୍ରକର ଜଣକ ନିଜର ଦୃଷ୍ଟିଶକ୍ତି ହରାଇ ବସିଲେ। ଅନ୍ଧ ହେବା ପରେ ବି ସେ ଚିତ୍ର ବନେଇବା ଛାଡ଼ିଲେ ନାହିଁ। ସେ ପ୍ରତିଦିନ ନିଜ ପତ୍ନୀଙ୍କ ପାଇଁ ଗୋଟିଏ ଚିତ୍ର ବନାଉଥିଲେ। ପତ୍ନୀ ପ୍ରତିଦିନ ସେହି ଚିତ୍ରକୁ ଦେଖି କହୁଥିଲେ, ଆଃ କି ସୁନ୍ଦର ଚିତ୍ରଟିଏ ହୋଇଛି। ଏଥିରେ ଥିବା ରଙ୍ଗ ଗୁଡ଼ିକ ଏତେ ଜୀବନ୍ତ ଯେ ମୁଁ ଏହାକୁ ଦେଖି ସବୁ ଦୁଃଖ ଭୁଲି ଯାଉଛି। ଏମିତି 10 ବର୍ଷ ବିତିଗଲା। ପତ୍ନୀଙ୍କର ପ୍ରଶଂସା ଶୁଣି ଚିତ୍ରକର ଜଣକ ଖୁବ୍ ଖୁସି ହେଉଥିଲେ। ସେ ଭାବୁଥିଲେ ଯେ ତାଙ୍କ ପତ୍ନୀ ତାଙ୍କୁ ଦୁନିଆର ସବୁଠାରୁ ଅଧିକ ଭଲ ପାଉଛନ୍ତି। କିନ୍ତୁ ଏ ଖୁସି ମଧ୍ୟ ସବୁଦିନ ପାଇଁ ରହିଲା ନାହିଁ। ଦିନେ ସେହି ପତ୍ନୀଙ୍କର ମୃତ୍ୟୁ ହୋଇଗଲା। ଚିତ୍ରକର ଜଣକ ଭାଙ୍ଗି ପଡ଼ିଲେ। ସେ ଚାହୁଁଥିଲେ ତାଙ୍କ ପତ୍ନୀଙ୍କ ସହ ସେହି ସବୁ ଚିତ୍ରକୁ ସେ ବିଦାୟ ଦେଇଦେବେ, ଚିତ୍ର ଆଙ୍କିବା ସବୁଦିନ ପାଇଁ ଛାଡ଼ିଦେବେ। ସେଥିପାଇଁ ସେ ସ୍ଥିର କଲେ ଯେ ସବୁତକ ଚିତ୍ରକୁ ସେ ବଜାରରେ ବିକିଦେବେ। ଯେତେବେଳେ ସେ ତାଙ୍କର ସେହି 10 ବର୍ଷର ସବୁ ଚିତ୍ରକୁ ନେଇ ବଜାରରେ ପହଞ୍ଚିଲେ, ସେଠାରେ ଥିବା ଜଣେ ବଡ଼ କଳାକାର ଏସବୁ ବିକ୍ରି ହୋଇପାରିବନି ବୋଲି କହିଲେ। ଚିତ୍ରକର ଜଣକ ପଚାରିଲେ, କ'ଣ ମୋ ଚିତ୍ରରେ କିଛି ତ୍ରୁଟି ଅଛି କି? ସେହି କଳାକାର ଜଣକ ଚିତ୍ରଗୁଡ଼ିକୁ ଦେଖାଇ ଉପହାସ କରି କହିଲେ, ଏଠାରେ କେବଳ ସୁନ୍ଦର ଚିତ୍ର ବିକ୍ରି କରାଯାଏ, ଖାଲି ଧଳା ସଫା କାଗଜ ନୁହେଁ। ଏଇଟା କି ପ୍ରକାର ଚିତ୍ର? ଏସବୁ ତ କେବଳ କାଗଜ ଗୁଡ଼ା, ପୁରା ଧଳା ଏବଂ ଖାଲି ଅଛି। ଏଥିରେ କୌଣସି ରଙ୍ଗର ଗାର ବି ନାହିଁ। ଚିତ୍ରକର ଜଣକ ଆଶ୍ଚର୍ଯ୍ୟ ହୋଇପଡ଼ିଲେ। ସେ ବୁଝିଗଲେ ଯେ ଯେଉଁ ତୁଳିରେ ସେ ଚିତ୍ର ବନାଉଥିଲେ ସେଥିରେ ରଙ୍ଗ ହିଁ ନଥିଲା। ସେ କେବଳ ଖାଲି ତୁଳି ଘଷୁଥିଲେ। ସେହି ମୁହୂର୍ତ୍ତରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ପତ୍ନୀ 10 ବର୍ଷ ଧରି ତାଙ୍କୁ ମିଛ କହୁଥିଲେ। ସେ ତାଙ୍କୁ ଖୁସି ରଖିବା ପାଇଁ ନୁହେଁ, ବରଂ ତାଙ୍କୁ ଜଣେ ଦୟାପାତ୍ର ଭାବି ମିଛ ପ୍ରଶଂସା କରୁଥିଲେ। ଯେଉଁ ପ୍ରେମକୁ ସେ ସତ୍ୟ ବୋଲି ଭାବୁଥିଲେ, ତାହା କେବଳ ଗୋଟିଏ ଅଭିନୟ ଥିଲା। ଏପରି ସେ ଅନେକ କିଛି ଭାବିଲେ ଏବଂ ମନେ ମନେ ତାଙ୍କ ପତ୍ନୀକୁ ସେ ଗାଳି ମଧ୍ୟ କଲେ। ଘରକୁ ମନ ଦୁଃଖରେ ଫେରି ତାଙ୍କ ମାଆଙ୍କୁ ସେ ସବୁ କିଛି କହିଲେ। କିନ୍ତୁ ତାଙ୍କ ମା ତାଙ୍କୁ ଯାହା କହିଲେ, ଚିତ୍ରକର ଦୁଃଖରେ କାନ୍ଦି ପକାଇଲେ। ତାଙ୍କ ମା କହିଲେ, ପୁଅରେ, ମୁଁ ବୁଢ଼ୀ ହେଲାଣି, କିନ୍ତୁ ସ୍ୱାମୀଙ୍କୁ ଏତେ ଭଲ ପାଉଥିବା ସ୍ତ୍ରୀଙ୍କୁ ମୁଁ କେବେ ଦେଖିନି। ହଁ, ସିଏ ମିଛ କହୁଥିଲା, କିନ୍ତୁ ଦୟାର ପାତ୍ର ଭାବି ନୁହେଁ, ବରଂ ତୋ ମୁହଁରେ ଖୁସି ଦେଖିବାକୁ। ଗୋଟିଏ ମିଛକୁ 10 ବର୍ଷ ଧରି କହିହେବା ଏତେଟା ସହଜ ବି ନୁହେଁ। ଦୃଷ୍ଟିଶକ୍ତି ଚାଲିଯିବା ପରେ ତୋର ସେବା କରିପାରେ, ତୋର ଯତ୍ନ ନେବାରେ ସିଏ କେବେ ହେଳା କରିନି। ତତେ ସିଏ କେବେ ବୋଝ ବୋଲି ଭାବିନି। ତୋ ସେବାରେ ସିଏ ଖୁସି ହୁଏ। ମରିବା ପୂର୍ବରୁ ମୋତେ କହିଥିଲା, ମା, ଯଦି ମୋର କେବେ କିଛି ହେଇଯାଏ ତେବେ ତାଙ୍କୁ କେବେ ବି ଏହି ଚିତ୍ରର ସତ ଜଣାଇବନି। ସିଏ ଏହି ଚିତ୍ରକଳାକୁ ନେଇ ବହୁତ ଖୁସି ଅଟନ୍ତି। ତୁମେ ତାଙ୍କୁ ମିଛରେ କହିବ କି ଚିତ୍ର ସୁନ୍ଦର ହୋଇଛି ବୋଲି। ମୁଁ ଯେଉଁଠି ଥିଲେ ବି ତାଙ୍କ ମୁହଁରେ ଖୁସି ଦେଖି ମୁଁ ବି ଖୁସି ହେବି। ବୁଝିଲ ତ? ଜୀବନରେ କିଛି ଲୋକ ତୁମ ସହ ଏହିପରି ମିଛ ଅଭିନୟ କରନ୍ତି, କେବଳ ତୁମକୁ ଖୁସି ଦେଖିବାକୁ। ଯେମିତି ସେହି ପତ୍ନୀ ଚିତ୍ରକୁ ଦେଖିବାର ମିଛ ଅଭିନୟ କରୁଥିଲେ। ସତ ପ୍ରେମ ବି କିଛି ଏହିପରି। ସିଏ ଖାଲି କହି ହେବେନି କି ମୁଁ ତୁମକୁ ଭଲ ପାଏ, ବରଂ ତୁମ ଖୁସିରେ, ତୁମ ଉନ୍ନତିରେ ସିଏ ନିଜର ଖୁସି ସାଉଁଟିବେ। କିନ୍ତୁ ବିଡ଼ମ୍ବନା ଏହା ଯେ ଆଜିକାଲି କିଛି ଲୋକ ଭଲ ପାଇବାର କେବଳ ମିଛ ଅଭିନୟ କରୁଛନ୍ତି। ସ୍ୱାର୍ଥ ରଖି ଭଲ ପାଉଛନ୍ତି, କିମ୍ବା ଅପସନ୍ ରଖି ସମ୍ପର୍କ ବାନ୍ଧୁଛନ୍ତି, କିମ୍ବା ଦୟା ଦେଖାଇ ଭଲ ପାଉଛନ୍ତି। ଆଉ ଏଇ 3ଟି ଅବସ୍ଥାରେ ଭଲ ପାଇବା ବହୁତ ବିପଜ୍ଜନକ ଏବଂ ଦୁଃଖଦାୟକ ହୋଇଥାଏ। ଯେଉଁଦିନ ତୁମେ ନିଜର ଦୟନୀୟ ଅବସ୍ଥାରୁ ବାହାରି ଆସିବ, ସେହିଦିନ ତୁମେ ଦେଖିବ ଯେ ତୁମ ହାତରେ ଥିବା ସମ୍ପର୍କର କାଗଜ ପୁରା ଖାଲି ଏବଂ ରଙ୍ଗହୀନ।
ଜଣେ ଦୟାପାତ୍ର ହୋଇ କାହାର ମିଛ ଭଲ ପାଇବାରେ ବଞ୍ଚିବା ଅପେକ୍ଷା ନୀରବ ହୋଇ ସେହି ସମ୍ପର୍କରୁ ବାହାରି ଆସିବା ଶ୍ରେଷ୍ଠ ଅଟେ। ଭିଡ଼ ଭିତରେ ଏକୁଟିଆ ରହିବା କଷ୍ଟ ନୁହେଁ। କଷ୍ଟ ତ ସେତେବେଳେ ହୁଏ ଯେତେବେଳେ ପାଖରେ ଥାଇ ମଧ୍ୟ ତା ମନରେ ଆମ ପାଇଁ କୌଣସି ସ୍ଥାନ ନଥାଏ। ସମ୍ପର୍କର କାଗଜ ଧଳା ରହିବା ଅପେକ୍ଷା ସେହି କାଗଜକୁ ଚିରିଦେବା ଶ୍ରେଷ୍ଠ ଅଟେ। ତୁମେ କେବେ ଭାବିଛ ଗୋଟିଏ ମୋବାଇଲର ବ୍ୟାଟେରୀ ଯେତେବେଳେ ଖରାପ ହୋଇଯାଏ ଆମେ ତାକୁ ଦିନ ସାରା ଯେତେ ଚାର୍ଜ ଲଗାଇଲେ ବି ସେଥିରେ ପଏଣ୍ଟ ବଢ଼େ ନାହିଁ। ଠିକ୍ ସେମିତି କିଛି ସମ୍ପର୍କ ଏମିତି ଏକ ଡେଡ୍ ପଏଣ୍ଟକୁ ଆସିଯାଏ ଯେଉଁଠି ତୁମେ ନିଜର ସବୁ ପ୍ରେମ, ସବୁ ସମୟ ଏବଂ ନିଜର ଲୁହ ଢାଳିଲେ ବି ସାମ୍ନା ଲୋକ ମନରେ ତୁମ ପାଇଁ ଥିବା ଭାବନା ଆଉ ବଢ଼େ ନାହିଁ। ତୁମେ ଖରାପ ମୋବାଇଲକୁ ବାରମ୍ବାର ଚେକ୍ କଲା ପରେ ତାର ନୋଟିଫିକେସନକୁ ଚେକ୍ କରୁଛ, କିନ୍ତୁ ସେହି ବ୍ୟକ୍ତିଟି ତା ମନ ଭିତରୁ ତୁମକୁ ଅନଇନଷ୍ଟଲ କରିସାରିଛି। ଆଜି ମୁଁ ତୁମକୁ ସେହି 5ଟି ଏରର ବା ସଂକେତ ବିଷୟରେ କହିବି ଯାହା ତୁମକୁ ଜଣାଇ ଦେବ କି ସେହି ମଣିଷ ପାଖରେ ତୁମର ମୂଲ୍ୟ ଶେଷ ହୋଇଯାଇଛି। ଆଉ ନିଜକୁ କଷ୍ଟ ଦିଅ ନାହିଁ, ବରଂ ସତ୍ୟକୁ ଆଜିଠାରୁ ବୁଝିଯାଅ ଏବଂ ତାକୁ ଗ୍ରହଣ କରିନିଅ। ଯଦି ତୁମ ସମ୍ପର୍କରେ ଏହି 5ଟି ସଂକେତ ଦେଖାଯାଉଛି ତେବେ ବୁଝିଯାଅ ସେଠାରେ ପ୍ରେମ ନାହିଁ, କେବଳ ଗୋଟିଏ ବୋଝ ଅଛି। ତେବେ ଆସନ୍ତୁ ଜାଣିବା ସେହି 5ଟି ସଂକେତ, ଦ 5 ସାଇନ୍ସ। ପ୍ରଥମ, ବାହାନାର ପାହାଡ଼, ଦ ମାଉଣ୍ଟେନ୍ ଅଫ୍ ଏକ୍ସକ୍ୟୁଜେସ୍। ପୂର୍ବରୁ ସିଏ ତୁମ ସହ କଥା ହେବା ପାଇଁ ସମୟ ଖୋଜୁଥିଲା, କିନ୍ତୁ ଆଜି ସେ କଥା ନ ହେବା ପାଇଁ ବାହାନା ଖୋଜୁଛି। ବିଜି ଅଛି, ଶୋଇ ପଡ଼ିଥିଲି, କାମ ବହୁତ ଅଛି। ଏହି ଶବ୍ଦ ଗୁଡ଼ିକ ଯଦି ଅଭ୍ୟାସରେ ପରିଣତ ହୋଇଯାଇଛି ତେବେ ଜାଣି ରଖ ମଣିଷ ବ୍ୟସ୍ତ ନଥାଏ, କେବଳ ତା ଜୀବନରେ ତୁମର ପ୍ରାୟୋରିଟି କମିଯାଇଥାଏ। ବ୍ୟସ୍ତତା କେବଳ ଗୋଟିଏ ବାହାନା, ପ୍ରକୃତ ଖେଳ ତ ପ୍ରାଥମିକତାର। ଯେଉଁଠି ମନ ଥାଏ ସେଠି ସବୁ କାମ ଭିତରେ ବି ସମୟ ବାହାରିଯାଏ, ଆଉ ଯେଉଁଠି ମନ ନଥାଏ ସେଠି ହେଲୋ ଟିକେ କହିବାକୁ ବି ଯୁଗ ବିତିଯାଏ। ମନେ ରଖ, ଆତ୍ମସମ୍ମାନ ହରାଇ କାହା ପଛରେ ଗୋଡ଼ାଇବା ଅପେକ୍ଷା ନିଜକୁ ଯୋଗ୍ୟ କରି ଗଢ଼ି ତୋଳିବା ହିଁ ପ୍ରକୃତ ଜୀବନ। ଦ୍ୱିତୀୟ, କଥା କଥାରେ ବିରକ୍ତି, କନଷ୍ଟାଣ୍ଟ ଇରିଟେସନ। ତୁମର ଭଲ କଥା ବି ତାଙ୍କୁ ଏବେ ଖରାପ ଲାଗୁଛି କି? ତୁମର ଯତ୍ନ ନେବା ଯଦି ତାଙ୍କୁ ଇଣ୍ଟରଫେରେନ୍ସ ବା ଦଖଲ ଅନ୍ଦାଜ ପରି ଲାଗୁଛି ତେବେ ବୁଝିଯାଅ ତା ମନରେ ତୁମ ପାଇଁ ଥିବା ଫିଲିଙ୍ଗସ୍ ଶେଷ ହୋଇଯାଇଛି। ତୃତୀୟ, ପ୍ରାଥମିକତା ବଦଳିଯିବା, ଚେଞ୍ଜିଂ ପ୍ରାୟୋରିଟିଜ୍। ଯେତେବେଳେ ଜଣେ ବ୍ୟକ୍ତି ତୁମକୁ ଛାଡ଼ି ସାରା ଦୁନିଆ ପାଇଁ ସମୟ ବାହାର କରେ, ସାଙ୍ଗସାଥି ଏବଂ ସୋସିଆଲ ମିଡ଼ିଆ ପାଇଁ ସେ ସମୟ ପାଏ କିନ୍ତୁ ତୁମ ପାଇଁ ନୁହେଁ, ସେତେବେଳେ ବୁଝିଯାଅ ତୁମେ ତା ଜୀବନର ସବୁଠାରୁ ଶେଷ ଧାଡ଼ିରେ ଠିଆ ହୋଇଯାଅ, ଯେଉଁଠି ତୁମର କିଛି ମୂଲ୍ୟ ନାହିଁ। ଚତୁର୍ଥ, ଝଗଡ଼ା ପରି ନୀରବତା, ଦ ସାଇଲେନ୍ସ ଆଫ୍ଟର ଫାଇଟ୍। ପ୍ରେମ ଥିବା ଜାଗାରେ ଝଗଡ଼ା ହୁଏ, କିନ୍ତୁ ସେଠାରେ ମନେଇବାର ଇଚ୍ଛା ବି ଥାଏ। ଯଦି ତୁମେ କାନ୍ଦୁଛ ବା ରାଗିଛ କିମ୍ବା ଚୁପ୍ ଅଛ, ଏହା ଯଦି ତାଙ୍କୁ ପ୍ରଭାବିତ କରୁନାହିଁ ତେବେ ବୁଝିଯାଅ ସେ ମାନସିକ ସ୍ତରରେ ତୁମଠାରୁ ଦୂରେଇ ସାରିଛନ୍ତି। ପଞ୍ଚମ, ସମ୍ମାନର ଅଭାବ, ଲ୍ୟାକ୍ ଅଫ୍ ରେସ୍ପେକ୍ଟ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି, ଯେଉଁଠି ସମ୍ମାନ ନାହିଁ ସେଠାରେ ପ୍ରେମ କେବେ ରହିପାରିବ ନାହିଁ। ଯଦି ସେ ସମସ୍ତଙ୍କ ସାମ୍ନାରେ ବା ଏକାନ୍ତରେ ତୁମକୁ ଅପମାନିତ କରୁଛି, ତୁମର ଭାବନାକୁ ପରିହାସ କରୁଛି, ତେବେ ଏହା ପ୍ରେମ ନୁହେଁ, ଏହା ମାନସିକ ଶୋଷଣ। ମନେ ରଖ, କାହାକୁ ନିଜ ଜୀବନର ସବୁକିଛି ମାନିବା ଭୁଲ ନୁହେଁ, କିନ୍ତୁ ଜଣେ ମୂଲ୍ୟହୀନ ମଣିଷ ପାଇଁ ନିଜର ଆତ୍ମସମ୍ମାନ ହରାଇବା ସବୁଠାରୁ ବଡ଼ ଭୁଲ। ସେ ତୁମକୁ ମେସେଜ କରୁନି କାରଣ ସେ ଚାହୁଁନି, ସେ ତୁମକୁ ଖୋଜୁନି କାରଣ ସେ ତୁମକୁ ହରାଇବାକୁ ଡରୁନି। ନିଜକୁ ଏମିତି ବନାଅ ଯେମିତି କାଲି ସେ ତୁମକୁ ଦେଖିଲେ ନିଜ ଭାଗ୍ୟକୁ ନିନ୍ଦିବ। ଯିଏ ତୁମକୁ ହରାଇବାକୁ ଡରେ ନାହିଁ ତାକୁ ନିଜର ଉପସ୍ଥିତି ଦେଇ ବାରମ୍ବାର ବିରକ୍ତ କର ନାହିଁ। ମନେ ରଖ, ମାଗଣାରେ ମିଳୁଥିବା ଜିନିଷର ମୂଲ୍ୟ କେହି ବୁଝନ୍ତି ନାହିଁ, ସେ ପ୍ରେମ ହେଉ କି ସମୟ। ନିଜକୁ ଏମିତି ଏକ ଉଚ୍ଚତାକୁ ନେଇଯାଅ ଯେଉଁଠୁ ତୁମକୁ ଅଣଦେଖା କରୁଥିବା ବ୍ୟକ୍ତିଟି ତୁମକୁ ଦେଖିବାକୁ ହେଲେ ନିଜ ମୁଣ୍ଡ ଉପରକୁ ଟେକିବାକୁ ବାଧ୍ୟ ହେବ। ପରିଚୟ ଏମିତି ହେଉ ଯେ ତୁମକୁ ଅପସନ୍ ନୁହେଁ ଆମ୍ବିସନ୍ ବୋଲି ଭାବିବେ। ଅଭିଯୋଗ କରିବା ଛାଡ଼ି ଦିଅ, କାରଣ ଯିଏ ତୁମର ନୀରବତାକୁ ବୁଝିପାରିଲାନି ସିଏ ତୁମର କାନ୍ଦକୁ କେବେ ବୁଝିପାରିବ ନାହିଁ। ନିଜର ଅକ୍ଲାନ୍ତ ପରିଶ୍ରମ ଏବଂ କଷ୍ଟକୁ କଲମ କରିଦେଇ ନିଜ ଭାଗ୍ୟର ବହିରେ ସଫଳତାର ନୂଆ କାହାଣୀ ଲେଖ।
ଯଦି ଏହି ଭିଡ଼ିଓଟି ଆପଣଙ୍କୁ ସମ୍ପୂର୍ଣ୍ଣ ଠିକ୍ ଲାଗିଥାଏ ତେବେ କମେଣ୍ଟରେ ନିଶ୍ଚୟ ଲେଖନ୍ତୁ କି ମୁଁ ନିଜକୁ ଯୋଗ୍ୟ କରିବି, ମୁଁ ନିଜକୁ ବଦଳେଇକି ଦେଖିବି। ଭଲ ଲାଗିଥାଏ ତେବେ ସାଙ୍ଗମାନଙ୍କ ସହ ନିଶ୍ଚୟ ସେୟାର କରନ୍ତୁ। ଭାଇ ଯଦି ଏପର୍ଯ୍ୟନ୍ତ କରିନାହାନ୍ତି ତେବେ ଏବେ ହିଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଭାଇ ଭଲ ଲାଗିଥିଲେ ଗୋଟେ ଲାଇକ୍ ତ ନିଶ୍ଚୟ କରନ୍ତୁ। ଭଲରେ ରୁହନ୍ତୁ, ନିଜର ଯତ୍ନ ନିଅନ୍ତୁ, ନିଜକୁ ଯୋଗ୍ୟ କରନ୍ତୁ। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ କୃଷ୍ଣ। ଧନ୍ୟବାଦ।